ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ। ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ +3 ଫାର୍ଷ୍ଟ ସେମିଷ୍ଟରର ଇଲେକ୍ଟିଭ୍ 1 ଯାହା ପଲିଟିକାଲ ସାଇନ୍ସ। ଓକେ, ଦେଖ ସେଇ 3 ମାର୍କିଆ ଜୈବବାଦ ବନାମ ସାମାଜିକ ଗଠନବାଦ। ଲିଙ୍ଗ ଏକ ଜୈବିକ ଶବ୍ଦ ଅଟେ। ଲିଙ୍ଗ ଗଠନ ଦିଗରେ ହରମୋନ ଭୂମିକା ଗୁରୁତ୍ୱପୂର୍ଣ୍ଣ। ହରମୋନ ସବୁ ପ୍ରାଣୀଙ୍କ ମଧ୍ୟରେ ରହିଥାଏ। ଗର୍ଭସ୍ଥ ଶିଶୁର ଲିଙ୍ଗ ନିର୍ଦ୍ଧାରଣ କରିବା ଓ ଯୌବନରେ ପ୍ୟୁବେର୍ଟି ଲାଭ କରିଥିବା ପ୍ରାଣୀ ବିକାଶର ଏହି ଦୁଇ କ୍ଷେତ୍ରରେ ହରମୋନ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରାଣୀର ମସ୍ତିଷ୍କ ଓ ବ୍ୟବହାର ବିକାଶରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଏହା ପ୍ରାଣୀଟିକୁ ପୁଲ୍ଲିଙ୍ଗ କିମ୍ବା ସ୍ତ୍ରୀଲିଙ୍ଗ କୁହାଯିବ ତାହା ନିର୍ଦ୍ଧାରଣ କରିଥାଏ। ଏହି ଜୈବିକ ଉପାଦାନ ସମାଜର ପୁରୁଷ ଓ ନାରୀ ବିଭାଜନକୁ ସଂଗଠିତ କରିବାରେ ସହାୟକ ହୋଇନଥାଏ, ବରଂ ଏହା ଏକ ସାମାଜିକ ଏବଂ ସାଂସ୍କୃତିକ ଉପାଦାନ ଯାହା ସମାଜକୁ ଲିଙ୍ଗକୁ ବ୍ୟକ୍ତି କରି ବିଭାଜନ କରିଥାଏ ବୋଲି ସମାଜ ବିଜ୍ଞାନୀମାନେ ମତବ୍ୟକ୍ତ କରିଛନ୍ତି। ସେମାନଙ୍କ ମତରେ ପିତୃପ୍ରଧାନ ସମାଜରେ ଏହି ଲିଙ୍ଗଭିତ୍ତିକ ଭୂମିକା ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ଗତି କରିଥାଏ। ଏହି ବିଭାଜନରେ ପାରମ୍ପରିକ ସଂସ୍କୃତି ସହାୟକ ହୋଇଥାଏ, ଯେଉଁଠାରେ ଅର୍ଥନୈତିକ ଚିନ୍ତାଧାରାର ଗୁରୁତ୍ୱ ନଥାଏ ଓ ଅତ୍ୟାଧୁନିକ ବୈଜ୍ଞାନିକ ଚିନ୍ତାଧାରାର ମଧ୍ୟ ଗୁରୁତ୍ୱ ନଥାଏ। ଅତ୍ୟାଧୁନିକ ବୈଜ୍ଞାନିକ ସମାଜଗୁଡ଼ିକରେ ମଧ୍ୟ ପରିବାର, ଗଣମାଧ୍ୟମ, ସାମାଜିକ ଓ ରାଜନୈତିକ ଅନୁଷ୍ଠାନଗୁଡ଼ିକରେ ଲିଙ୍ଗ ବିଭାଜନ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଏହି ବିଭାଜନ ପରିଲକ୍ଷିତ ହୋଇଥାଏ। ରିଚାର୍ଡ ହି ୱାନିଟନ୍, ଷ୍ଟିଭେନ୍ ରୁମି ଓ ଲିଓନି କାମିଓଙ୍କ ନଟ୍ ଇନ୍ ଆୱାର ଜେନ୍ସ ପୁସ୍ତକରେ ସାମାଜିକ ପ୍ରକ୍ରିୟା ଓ ପରମ୍ପରା ଦ୍ୱାରା ଜୈବିକ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ ବୋଲି ଉଲ୍ଲେଖ କରାଯାଇଛି। ପିଟର ଏଲ୍ ବର୍ଜର ଏବଂ ଥୋମାସ ଲକମାନ ଦ ସୋସିଆଲ କନଷ୍ଟ୍ରକ୍ସନ ଅଫ ରିଆଲିଟିରେ ଲିଙ୍ଗ ସମ୍ପର୍କିତ ଭୂମିକା ଜେଣ୍ଡରକୁ ଏକ ପୁରୁଷ ପ୍ରଧାନ ସମାଜକୁ ଅନୁଧ୍ୟାନ କଲେ ପୁଲ୍ଲିଙ୍ଗ ଓ ସ୍ତ୍ରୀଲିଙ୍ଗ ମଧ୍ୟରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ। ସମ୍ପତ୍ତି ଓ ଉତ୍ତରାଧିକାରୀ କ୍ଷେତ୍ରରେ ନାରୀ ଅପେକ୍ଷା ପୁରୁଷକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। କନ୍ୟାମାନଙ୍କୁ ବିବାହ ପରେ ଅନ୍ୟ ପରିବାରକୁ ଯାଇ ସେଠାରେ ବଂଶବୃଦ୍ଧିରେ ସହାୟକ ହେବାକୁ ପଡ଼ିଥାଏ। ସେମାନଙ୍କୁ ପିତାଙ୍କର ଗୃହର ସାମୟିକ ସଦସ୍ୟ ଭାବରେ ବିବେଚନା କରାଯାଇଥାଏ। ସାମାଜିକ ଗଠନ ଦୃଷ୍ଟିରୁ ପୁରୁଷ ଓ ନାରୀମାନଙ୍କ ମଧ୍ୟରେ ସମାଜରେ କାର୍ଯ୍ୟର ବଣ୍ଟନ ହୋଇଥାଏ। ପୁରୁଷ ଉପାର୍ଜନ ମୁଖ୍ୟ ହୋଇଥାଏ ଏବଂ ନାରୀ ଉପାର୍ଜିତ ଅର୍ଥରୁ ଗୃହ ପରିଚାଳନା ସହିତ ସନ୍ତାନମାନଙ୍କ ଲାଳନ ପାଳନ କରିଥାଏ। ଅଧିକାଂଶ ସମାଜରେ ନାରୀ ଶ୍ରମିକ ଭାବରେ ଏବଂ ସାମୟିକ ଭାବରେ କାର୍ଯ୍ୟ କରିଥାଏ। ଏଥିପାଇଁ ନାରୀ ଓ ପୁରୁଷ ମଧ୍ୟରେ ଜୈବିକ ସୃଷ୍ଟି ନୁହେଁ, ବରଂ ସାମାଜିକ ଗଠନ ତଥା ସାମାଜିକ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଜନ୍ ଷ୍ଟୁଆର୍ଟ ମିଲ୍, ବ୍ୟକ୍ତିବାଦ, ଉପଯୋଗିତାବାଦ ଓ ନାରୀବାଦର ପ୍ରବକ୍ତା ଜନ୍ ଷ୍ଟୁଆର୍ଟ ମିଲ୍ 1806 ମସିହାରେ ମେ ମାସ 20 ତାରିଖରେ ଜନ୍ମଗ୍ରହଣ କରିଥିଲେ। ମିଲ୍ ନାରୀ ମତଦାନ ଓ ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ। ତାଙ୍କ ମତରେ ରାଜନୈତିକ କ୍ଷେତ୍ରରେ ପୁରୁଷ ଓ ନାରୀମାନଙ୍କ ସମାନ କ୍ଷମତା ରହିଛି। ଲିଙ୍ଗକୁ ଭିତ୍ତି କରି ନାରୀମାନଙ୍କୁ ନ୍ୟୁନମାନ କରିବା ଉଚିତ ନୁହେଁ। ପୁରୁଷମାନଙ୍କ ପରି ନାରୀମାନଙ୍କର ମୌଳିକ ଶିକ୍ଷାଗତ ଓ ରାଜନୈତିକ ସଚେତନତା ରହିଛି, ତେଣୁ ମତଦାନ ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯିବା ଉଚିତ ନୁହେଁ। ନାରୀମାନଙ୍କୁ ସମାନ ଅଧିକାର ପ୍ରଦାନ କରିବା ଦ୍ୱାରା ସେମାନଙ୍କର ମର୍ଯ୍ୟାଦା ଓ ଦାୟିତ୍ୱ ବୃଦ୍ଧି ପାଇବେ। The Enfranchisement of Women, The Women's Suffrage ଏବଂ The Subjection of Women ଆଦି ମିଲ୍ଙ୍କର ପୁସ୍ତକଗୁଡ଼ିକର ନାରୀ ବିକାଶ କ୍ଷେତ୍ରରେ ଅବଦାନ ରହିଛି। ଜେରେମି ବେନ୍ଥାମ୍ ବାଲ୍ୟକାଳରୁ ଜଣେ ମେଧାବୀ ଛାତ୍ର ଥିଲେ। ସେ ଇଂଲଣ୍ଡରେ ଶିକ୍ଷା ଲାଭ କରିଥିଲେ।
ୱେଷ୍ଟମିନିଷ୍ଟର ବିଦ୍ୟାଳୟରେ ସେ ବିଦ୍ୟା ଆରମ୍ଭ କରି ଓ ପରେ ଅକ୍ସଫୋର୍ଡ କୁଇନ୍ସ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। 16 ବର୍ଷ ବୟସରେ ସେ ସ୍ନାତକ ଏବଂ ପରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ବେନ୍ଥାମ ଉପଯୋଗିତାବାଦୀ ଦର୍ଶନର ଜନକ ଓ ସମାଜ ସଂସ୍କାରକ ଭାବରେ ପରିଚିତ। ସେ ଲିଙ୍ଗଭିତ୍ତିକ ବୈଷମ୍ୟକୁ ବିରୋଧ କରୁଥିଲେ। ନାରୀ ମତଦାନ ଓ ସରକାରରେ ନାରୀର ଅଂଶଗ୍ରହଣ ଉପରେ ସେ ଗୁରୁତ୍ୱ ଦେଇଥିଲେ। ବେଟି ଫ୍ରାଇଡେନ୍ ବାଲ୍ୟକାଳରୁ ମାର୍କ୍ସବାଦୀ ଓ ଇହୁଦୀ ଚିନ୍ତାଧାରା ଦ୍ୱାରା ପ୍ରଭାବିତ ହୋଇଥିଲେ। ବିଦ୍ୟାଳୟରେ ଅଧ୍ୟୟନ କରୁଥିଲା ସମୟରେ ବିଦ୍ୟାଳୟର ଖବରକାଗଜରେ ତାଙ୍କୁ ଲେଖିବା ପାଇଁ ସୁଯୋଗ ଦିଆଯାଇ ନଥିବା ଫଳରେ ସେ ଆଉ 6 ଜଣ ବନ୍ଧୁମାନଙ୍କ ସହିତ ମିଶି ଟାଇଡ୍ ନାମକ ଏକ ସାହିତ୍ୟ ପତ୍ରିକା ପ୍ରକାଶ କରିଥିଲେ। ଏହି ପତ୍ରିକାରେ ଘରୋଇ ଜୀବନ ବିଷୟରେ ବ୍ୟାଖ୍ୟା କରାଯାଇଥିଲା। ଶିକ୍ଷା ଲାଭ ପରେ ସେ ସାମ୍ବାଦିକ ଭାବରେ ମାର୍କ୍ସବାଦୀ ଓ ଶ୍ରମିକ ସଂଗଠନର ଖବରକାଗଜଗୁଡ଼ିକରେ କାର୍ଯ୍ୟ ଆରମ୍ଭ କରିଥିଲେ। 1943 ମସିହାରୁ 1949 ମସିହା ମଧ୍ୟରେ ସେ ଦ ଫେଡରେଟେଡ୍ ପ୍ରେସେସ୍ ଏବଂ 1952 ମସିହାରେ ୟୁନାଇଟେଡ୍ ଇଲେକ୍ଟ୍ରିକାଲ ୱାର୍କରରେ କାର୍ଯ୍ୟ କରିଥିଲେ। ବିବାହ ପରେ ଦ୍ୱିତୀୟ ଥର ପାଇଁ ସେ ଗର୍ଭବତୀ ଥିବା ସମୟରେ ତାଙ୍କୁ କାର୍ଯ୍ୟରୁ ଅନ୍ତରକାର୍ଯ୍ୟ କରାଯାଇଥିଲା। ଏହା ପରେ ସେ ମୁକ୍ତି ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ମତରେ ନାରୀର ଭକ୍ତିଭାବ ତା'ର ଦୁର୍ଦ୍ଦଶାକୁ ଆମନ୍ତ୍ରଣ କରିଥାଏ। ନିଜ ଇଚ୍ଛା ଓ ଶିକ୍ଷାକୁ ତ୍ୟାଗ କରି ସ୍ୱାମୀର ଶିକ୍ଷା ପାଇଁ ବ୍ୟବସ୍ଥା କରୁଥିବା ନାରୀ ଏହାର 10ରୁ 15 ବର୍ଷ ପରେ ଛାଡ଼ପତ୍ରକୁ ଉପହାର ସ୍ୱରୂପ ପାଇଥାଏ। ଏହା ପରେ 45 କିମ୍ବା 50 ବର୍ଷ ଅତିକ୍ରାନ୍ତ କରିବା ପରେ ନୂତନ ଭାବରେ ପେସାଦାର ଜୀବନଯାପନ କରିବା ନାରୀ ପାଇଁ କନିଷ୍ଠକର ହୋଇଥାଏ। 1936 ମସିହାରେ ଫ୍ରାଇଡେନ୍ ନାରୀର ଏହି ଦୁର୍ଦ୍ଦଶାକୁ ନେଇ ଦ ଫେମିନିଷ୍ଟକ୍ୟୁ ପୁସ୍ତକ ରଚନା କରିଥିଲେ। ଏହି ପୁସ୍ତକରେ ସେ ଶିଳ୍ପ ସମାଜରେ ନାରୀର ଭୂମିକା ତଥା ଗୃହିଣୀ ଭାବରେ ନାରୀର ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ। 19 ବର୍ଷ ବୟସରେ ମହାବିଦ୍ୟାଳୟ ତ୍ୟାଗ କରି ଗୃହିଣୀ ସାଜି 4ଟି ସନ୍ତାନର ଜନନୀ ହେବା ପରେ ନାରୀର ଭୂମିକା କିପରି ହୋଇଥାଏ ସେ ବିଷୟରେ ଫ୍ରାଇଡେନ୍ ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି। ଗଣମାଧ୍ୟମରେ ଶିକ୍ଷାବିତ୍ ଓ ମନସ୍ତତ୍ତ୍ୱବିତ୍ମାନଙ୍କର ମତକୁ ପ୍ରତ୍ୟାଖ୍ୟାନ କରି ସେ ମତବ୍ୟକ୍ତ କରିଛନ୍ତି ଯେ ପ୍ରତି କ୍ଷେତ୍ରରେ ନାରୀ ପୁରୁଷମାନଙ୍କର ସମକକ୍ଷ ହୋଇପାରିବେ। କାଟେ-ମିଲେଟ୍ ଏକାଧାରରେ ନାରୀବାଦୀ ଓ ସମାଜକର୍ମୀ ଭାବରେ ଖ୍ୟାତି ଅର୍ଜନ କରିଥିଲେ। ସେ ପ୍ରଥମେ ନାରୀ ଭାବରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଆଧୁନିକ ନାରୀ ଆନ୍ଦୋଳନରେ କାଟେ-ମିଲେଟ୍ ମୁଖ୍ୟ ପୁରୋଧା ଅଟନ୍ତି। ସେ 1920 ମସିହାରେ ରବିନ୍ ମୋର୍ଗାନଙ୍କ ଦ୍ୱାରା ସମ୍ପାଦିତ ସିଷ୍ଟର ଇଜ୍ ପାୱାରଫୁଲ୍ ଆନ୍ ଆନ୍ଥ୍ରୋପୋଲୋଜି ଅଫ୍ ରାଇଟିଂ ଫ୍ରମ୍ ଦ ୱୁମେନ୍ ଲାଇବେରେସନ୍ ମୁଭମେଣ୍ଟରେ ସେକ୍ସୁଆଲ ପଲିଟିକ୍ସ ନାମକ ଏକ ନିବନ୍ଧ ରଚନା କରି 1980 ମସିହାରେ ପ୍ରକାଶିତ କରିଥିଲେ। ନାରୀ ଓ ସଶକ୍ତିକରଣ ପାଇଁ ସେ ଇରାନ ଗସ୍ତ କରିଥିଲେ କିନ୍ତୁ ସେଥିରେ ସଫଳ ହୋଇପାରି ନଥିଲେ ମଧ୍ୟ ନିଜର ଅନୁଭୂତିକୁ ନେଇ ଗୋଇଂ ଟୁ ଇରାନ ରଚନା କରିଥିଲେ। ଏଇଠି ଭିଡ଼ିଓଟି ସରିଯାଇଛି। ଇଏ ସବୁ ଥିଲା 3 ମାର୍କିଆ କ୍ୱେଶ୍ଚିନ୍। ଓକେ, ଆକୁ ଏତେ ଭଲକିନା ଆପଣ ଦେଖିନେବେ। ଓକେ, ଭିଡ଼ିଓ ଷ୍ଟପ୍ କରିକି ରହିକି ଆପଣ ପଢ଼ିବେ ହେଲା। ଏଠି ଭିଡ଼ିଓଟି ସରିଯାଇଛି। ଜୟ ଜଗନ୍ନାଥ। ପିଲାମାନଙ୍କୁ ଗୋଟେ କଥା କହି ରଖୁଛି, ଯେଉଁମାନେ ଭିଡ଼ିଓକୁ ନୂଆ ଆସୁଛନ୍ତି ଟିକେ ସବସ୍କ୍ରାଇବ୍ କରନ୍ତୁ ଏବଂ ଅଲ୍ ବଟନ୍ କ୍ଲିକ୍ କରନ୍ତୁ। ମୁଁ ଯେତେବେଳେ ପ୍ରଥମ ଭିଡ଼ିଓ ସର୍ବପ୍ରଥମ ଅପଲୋଡ଼ କରିବି ଆପଣଙ୍କ ସର୍ବପ୍ରଥମେ ପହଞ୍ଚି ପାରିବ।